ଗୁରୁ ଦିବସ ଉପଲକ୍ଷେ ଏହି ସୁନ୍ଦର କବିତାଟିକୁ ଉପଭୋଗ କରନ୍ତୁ। ଅଜ୍ଞାନ ଅନ୍ଧାରେ ଥିଲୁ ଯେବେ ଗୁରୁ ଦେଖାଇଲେ ଜ୍ଞାନର ପଥ, ହାତ ଧରି ସେ ଶିଖାଇଲେ ଆମକୁ ଜୀବନରେ ଚାଲିବାର ସଠିକ୍ ରଥ। ଭୁଲ କଲେ କେବେ ରାଗିଯାଆନ୍ତି, ପଛରେ ଥାଏ ତାଙ୍କର ସ୍ନେହ। ଭୁଲ କଲେ କେବେ ରାଗିଯାଆନ୍ତି, ପଛରେ ଥାଏ ତାଙ୍କର ସ୍ନେହ। ଆମ ସଫଳତା ଦେଖି ହସନ୍ତି, ନିଜ ଦୁଃଖକୁ ରଖନ୍ତି ଗୁପ୍ତ ରଖେ। ଆଜି କାହିଁକି ବଦଳିଗଲା ମନ, ଗୁରୁଙ୍କୁ କରୁଛୁ ଅପମାନ। ଯିଏ ଆମକୁ ମଣିଷ କରିଲେ ତାଙ୍କୁ ଦେଉଛୁ କାହିଁକି ଅପମାନ। ଆଜି କାହିଁକି ବଦଳିଗଲା ମନ, ଗୁରୁଙ୍କୁ କରୁଛୁ ଅପମାନ। ଯିଏ ଆମକୁ ମଣିଷ କରିଲେ ତାଙ୍କୁ ଦେଉଛୁ କାହିଁକି ଅପମାନ। ଗୁରୁଙ୍କ ହୃଦୟ ଭାଙ୍ଗି ଦେଇ କେମିତି ମିଳିବ ଜୀବନେ ମାନ, ଗୁରୁଙ୍କୁ ଦେଇ ଅପମାନ କେମିତି ହେବ ମହାନ। ଧନ ନୁହେଁ ପଦ ନୁହେଁ, ଗୁରୁଙ୍କ ଆଶୀର୍ବାଦ ହିଁ ସମ୍ପଦ। ଧନ ନୁହେଁ ପଦ ନୁହେଁ, ଗୁରୁଙ୍କ ଆଶୀର୍ବାଦ ହିଁ ସମ୍ପଦ। ଗୁରୁଙ୍କୁ ଯିଏ ସମ୍ମାନ ଦିଏ ତା ଜୀବନ ହୁଏ ସୁନ୍ଦର ଓ ସମୃଦ୍ଧ। ଆସ ଆଜି ଶପଥ ନେବା, ଗୁରୁଙ୍କୁ ଦେବା ଉଚିତ ସମ୍ମାନ। ଗୁରୁଙ୍କ ଆଶୀର୍ବାଦ ନେଇ ଗଢ଼ିବା ଆମ ଜୀବନ ମହାନ। ଏହି ସୁନ୍ଦର ଭାଷଣଟିକୁ ମଧ୍ୟ ଉପଭୋଗ କରନ୍ତୁ ଆଉ ତୁମ ସାଙ୍ଗସାଥିମାନଙ୍କୁ ବହୁମାତ୍ରାରେ ଭିଡ଼ିଓଟି ସେୟାର କର। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ, ଗୁରୁମା ବୃନ୍ଦ, ଉପସ୍ଥିତ ମୋର ସାନ ଓ ବଡ଼ ଭାଇ ଓ ଭଉଣୀମାନେ, ଆଜି ଏହି ପବିତ୍ର ଗୁରୁ ଦିବସ ବିଷୟରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଗୁରୁ ଦିବସ ଅର୍ଥାତ୍ ଟିଚର୍ସ ଡେ। ଯିଏ ଆମକୁ ଜୀବନରୁ ଅନ୍ଧାରକୁ ଦୂର କରି ଆଲୋକ ଦେଖାଇଥାନ୍ତି ସେ ହିଁ ହେଉଛନ୍ତି ପ୍ରକୃତ ଗୁରୁ। ଗୁରୁ ଭଗବାନଙ୍କ ସହ ତୁଳନୀୟ। ଗୁରୁଙ୍କ ଆଶୀର୍ବାଦରେ ଜଣେ ଛାତ୍ର ଅଶେଷ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହୋଇଥାଏ। ଗୁରୁଙ୍କ ପାଇଁ ଭାଗବତରେ ଗୋଟିଏ ପଦ ଅଛି, ଗୁରୁଙ୍କୁ ନ ମରିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ସାଧାରଣତଃ ଆମ ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ, କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆସିଥାନ୍ତି ଶିକ୍ଷକ ବା ଗୁରୁ। ଏହି ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଆମକୁ ଉଚିତ ଶିକ୍ଷା ଦେଇ ଆମ ଭବିଷ୍ୟତର ଜୀବନଯାତ୍ରାକୁ ସରଳ ଏବଂ ଆଲୋକିତ କରିଥାନ୍ତି। ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହିତ ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ଆମେ ପ୍ରତିବର୍ଷ ଏହି ଗୁରୁ ଦିବସ ପାଳନ କରିଥାଉ। ପ୍ରକୃତରେ 1962 ମସିହା ଠାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ରାଧାକୃଷ୍ଣ ଭାରତର ଜଣେ ଖ୍ୟାତନାମା ଦାର୍ଶନିକ, ଆଦର୍ଶ ଶିକ୍ଷକ ଏବଂ ଉତ୍କୃଷ୍ଟ ବକ୍ତା ଥିଲେ। ତାଙ୍କର ଜନ୍ମ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖ ଦିନ ତାମିଲନାଡୁର ଏକ ଛୋଟ ଗାଁ ତିରୁତାନିରେ ହୋଇଥିଲା। ତାଙ୍କ ବାପା ବୀରସ୍ୱାମୀ ଜାତିରେ ବ୍ରାହ୍ମଣ ଥିଲେ। ପୂଜା କର୍ମକାଣ୍ଡ ଆଦି କରି ଜୀବିକା ଅର୍ଜନ କରୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା। ବହୁତ କଷ୍ଟରେ ରାଧାକୃଷ୍ଣ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ହାଇସ୍କୁଲ ଶିକ୍ଷା ବୁରିହିଜ୍ କଲେଜରୁ କଲେଜ ଶିକ୍ଷା ଏବଂ ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ଦର୍ଶନ ଓ ତର୍କଶାସ୍ତ୍ରରେ BA ଓ MA ଶିକ୍ଷା ଲାଭ କଲେ। 1909 ମସିହାରେ ସେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଲେ। ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ। ସେ ଛାତ୍ରମାନଙ୍କୁ ବହୁତ ଭଲ ପାଉଥିଲେ, ଛାତ୍ରମାନଙ୍କ ସହିତ ଆତ୍ମୀୟ ପରି ମିଶୁଥିଲେ। ତାଙ୍କ ଜୀବନ କାଳରେ ସେ ଅନେକ ଛାତ୍ରମାନଙ୍କୁ ନିଜ ନୀତି ଓ ଆଦର୍ଶରେ ଗଢ଼ିଛନ୍ତି। ରାଧାକୃଷ୍ଣଙ୍କର ମହାନ ଚରିତ୍ର ସମସ୍ତ ଶିକ୍ଷକ ସମାଜ ପାଇଁ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ପରବର୍ତ୍ତୀ ସମୟରେ ସେ ଗାନ୍ଧିଜୀଙ୍କ ସଂସ୍ପର୍ଶରେ ଆସିଲେ ଏବଂ ଅନେକ କଂଗ୍ରେସ ନେତାଙ୍କ ସହ ପରିଚିତ ହେଲେ। 1952ରେ ସେ ଭାରତର ଉପରାଷ୍ଟ୍ରପତି ହେଲେ। ତାପରେ 1962ରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଭାରତ ରତ୍ନରେ ଭୂଷିତ କରାଗଲା। ରାଧାକୃଷ୍ଣ ତାଙ୍କର ଶିକ୍ଷକ ସମାଜ ବଡ଼ ଦଳିତ ଓ ଅବହେଳିତ ହେଉଛନ୍ତି। ଭାରତର ସମାଜ ସେମାନଙ୍କୁ ସମ୍ମାନ ଦେବାକୁ କୁଣ୍ଠିତ। ଶିକ୍ଷକ ଶ୍ରେଣୀଙ୍କ ପ୍ରତି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ନିଜ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରିବା ପାଇଁ ଭାରତର ଜନସାଧାରଣଙ୍କୁ ସେ ନିବେଦନ କଲେ। ସେହି ଦିନଠାରୁ ସେପ୍ଟେମ୍ବର ମାସ 5 ତାରିଖକୁ ଭାରତବାସୀ ଗୁରୁ ଦିବସ ରୂପେ ପାଳନ କରି ଆସୁଛନ୍ତି। ଶିକ୍ଷକ ହେଉଛନ୍ତି ଜାତି ନିର୍ମାତା। ସେ ଦେଶର ଭବିଷ୍ୟତ ବଂଶଧରମାନଙ୍କୁ ଗଢ଼ିଥାନ୍ତି। ଗୁରୁଙ୍କ କୃପାରୁ ଶିଷ୍ୟ ବଡ଼ ହୁଏ, ସେ ସମସ୍ତଙ୍କର ନମସ୍ୟ ଓ ପୂଜ୍ୟ। ଆସ ଆମେ ଏହି ମହାନ ଗୁରୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିବା। ତେଣୁ କୁହାଯାଇଛି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ପିଲାମାନେ, ଭିଡ଼ିଓଟିକୁ ବହୁମାତ୍ରାରେ ସେୟାର କର
ଯଦ୍ୱାରା ତୁମ ସାଙ୍ଗସାଥିମାନେ ବି ଏହି ଭାଷଣଟିକୁ କହି ସ୍କୁଲରେ ଖ୍ୟାତନାମା ଅର୍ଜନ କରିପାରିବେ। ରହିଲି, ଜୟ ଜଗନ୍ନାଥ।